ବର୍ତ୍ତମାନର ବଡ଼ ଖବର ବଢିଲା ପେଟ୍ରୋଲ ଡିଜେଲର ଦର। ପାଞ୍ଚଟି ରାଜ୍ୟର ନିର୍ବାଚନ ପରେ ଯାହା ଆଶା କରାଯାଉଥିଲା କି ପେଟ୍ରୋଲ ଆଉ ଡିଜେଲର ଦର ବଢିବ ବୋଲି, ତାହା ଆଜି ସରକାର ପ୍ରତିପାଦିତ କରିଛନ୍ତି। ପେଟ୍ରୋଲ ଲିଟର ପିଛା 3 ଟଙ୍କା 21 ପଇସା ବୃଦ୍ଧି ପାଇଥିଲା ବେଳେ ଡିଜେଲ ଲିଟର ପିଛା 3 ଟଙ୍କା 18 ପଇସା ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ, ଏହି ପେଟ୍ରୋଲ ଡିଜେଲ ପାଇବା ମଧ୍ୟ ଗ୍ରାହକଙ୍କ ପାଇଁ କଷ୍ଟଦାୟକ ହୋଇଯାଇଛି। କାରଣ ଦେଖିବାକୁ ମିଳୁଛି ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଏବଂ ସେମାନଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡୁଛି ପେଟ୍ରୋଲ ଆଉ ଡିଜେଲ ପାଇବା ପାଇଁ। ଆମ ସହିତ ଆମ ଫୋନ ଲାଇନରେ ଯୋଡ଼ି ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ଅଭୟପତି। ଅଭୟଙ୍କ ପାଖକୁ ଯିବା, କ'ଣ ରହିଛି ବର୍ତ୍ତମାନର ପରିସ୍ଥିତି ବୁଝିବା। ଅଭୟଙ୍କୁ ଆଶା କରାଯାଉଥିଲା ଯେ 5ଟି ରାଜ୍ୟ ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲର ଦର ବଢିବ ବୋଲି। ବର୍ତ୍ତମାନ ସରକାର ମଧ୍ୟ ଡିଜେଲ ପିଛା 3 ଟଙ୍କା 18 ପଇସା ବୃଦ୍ଧି କରିଥିଲା ବେଳେ ପେଟ୍ରୋଲ ଲିଟର ପିଛା 3 ଟଙ୍କା 21 ପଇସା ବୃଦ୍ଧି କରିଛନ୍ତି। କ'ଣ ରହିଛି ବର୍ତ୍ତମାନର ପରିସ୍ଥିତି ପେଟ୍ରୋଲ ଆଉ ଡିଜେଲ ପମ୍ପ ଆଗରେ? ଦେବାଶିଷ, ସାଂଘାତିକ ଅଭିଯୋଗ, ସାଂଘାତିକ ସମସ୍ୟା, ସାଂଘାତିକ ଅବସ୍ଥା। କହିବା କାହାକୁ ଶୁଣିବ କି? ଯାହା ଲୋକେ କହୁଥିଲେ, ଆଶଙ୍କା କରାଯାଉଥିଲା, ଆମ ଚ୍ୟାନେଲ ତରଫରୁ ବି ଆମେ ଆଶଙ୍କା କରୁଥିଲୁ ଯେ 5ଟି ରାଜ୍ୟ ପଣ୍ଡୁଚେରୀ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳର ଏ ନିର୍ବାଚନ ପରେ ପରେ ଦେଶର ଦର ବୃଦ୍ଧି ଘଟିବ। ଏ ଦର ବୃଦ୍ଧି ଭିତରେ ସୁନା ଆଉ ପେଟ୍ରୋଲ ଡିଜେଲ ଆମେ ଆଶଙ୍କା କରି ଜନାର୍ଦ୍ଦନକୁ ଆମେ କହିଦେଇଥିଲୁ। ଆପଣ ଜାଣି ଖୁସି ହେବେ, ଏଇ ଡିଜେଲ ପେଟ୍ରୋଲ ରେଟ୍ ବଢିବା ଯୋଗୁଁ 3 ଦିନ ହେଲା ପେଟ୍ରୋଲ ଟାଙ୍କି ଶୁଖିଲା। ପେଟ୍ରୋଲ ଟାଙ୍କିରେ ବର୍ତ୍ତମାନ ଲମ୍ବା ଲାଇନ, ଗୋଟେ ପେଟ୍ରୋଲ ଟାଙ୍କିରେ 200ରୁ 300 ଲୋକ ଲାଇନରେ ରହିଛନ୍ତି। ନା ବାଇକ୍ କି ତେଲ ମିଳୁଛି, ନା 4 ଚକିଆକୁ ମିଳୁଛି, ନା 6 ଚକିଆକୁ, ନା 10 ଚକିଆକୁ। ଏବଂ କେତେକ ପେଟ୍ରୋଲ ଟାଙ୍କି ଦେବାଶିଷ, ଆପଣ ଆଶ୍ଚର୍ଯ୍ୟ ହେବେ, 100 ଟଙ୍କାରୁ ଅଧିକ ତେଲ ଦେଉନାହାନ୍ତି। ମୁଁ ନିଜେ ଏଇ ପ୍ରତିନିଧି ଭାବରେ ମୁଁ କହୁଛି, ନିଜେ ମୁଁ ବସରେ ଆଜି ବର୍ତ୍ତମାନ ଏଇ ଯୋଉ ସମୟରେ ଯାତ୍ରା କରୁଛି, କାରଣ ମୋ ନିଜ ବାଇକ୍ ପାଇଁ ତେଲ ନାହିଁ ଗାଡିରେ। ଏବଂ ମୋଦି ଆହ୍ୱାନ କରିଦେଲେ, ସୁନା କିଣନି ଏବଂ ତେଲ ନାହିଁ, ତମେ ଯାତ୍ରା ବି କରନି। ଏବେ ଲୋକେ ଚାଲି ଚାଲି ଯିବେ, ନହେଲେ ସାଇକେଲରେ ଯିବେ। ଏ ସାଂଘାତିକ ସମସ୍ୟା କେବଳ ଏଇ 5ଟି ରାଜ୍ୟ ନିର୍ବାଚନକୁ ଅପେକ୍ଷା କରିଥିଲେ କେନ୍ଦ୍ର ସରକାର ଏବଂ ଏଇଥିରୁ କମ୍ପାନୀ ମାନଙ୍କର ଲାଭକୁ। ଅଭୟ, ମୁଁ ଆପଣଙ୍କୁ ଏଠି ଅଟକେଇବାକୁ ଚାହିଁବି ଏବଂ ଆପଣଙ୍କ ପାଖରୁ ଜାଣିବାକୁ ଚାହିଁବି ଯେ ବର୍ତ୍ତମାନ ଯୋଉ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଇଛି, ଆଗକୁ ଏହାର ପରିସ୍ଥିତି କ'ଣ ହବ? ଜନସମାଜ ଉପରେ ଏହାର ପ୍ରଭାବ କ'ଣ ପଡିବ? ଦରଦାମ ଉପରେ ଏହାର ପ୍ରଭାବ କ'ଣ ପଡିବ? ଏବଂ ମନ ଭିତରେ ଯୋଉ ଆଶଙ୍କା ରହିଛି, ଏହା ଭବିଷ୍ୟତରେ କି ସୃଷ୍ଟି କରିବ? ସୃଷ୍ଟି କରିବ ମାନେ ଏ ଯୋଉ ସୋରିଷ ତେଲ ଖାଇବାକୁ ମନା କଲେଣି ସରକାର। ବର୍ତ୍ତମାନ ଚିଙ୍ଗୁଡି ଚାଷ, ବର୍ତ୍ତମାନ ତାଙ୍କର ଯୋଉ ଚାଷ ହଉଛି, ତେଲ ମିଳୁନାହିଁ। ରାସ୍ତା କାମରେ ମଟର ଚାଲିବ, ଠିକାଦାର ମାନେ ତେଲ ଖୋଜୁଛନ୍ତି। ଠିକାଦାରଙ୍କ ମେସିନ ପତ୍ର ଅଚଳ ହେଲେ ରାସ୍ତା କାମ ହେବ। କୌଣସି ଗୋଟେ ପୋକ୍ଲିନ ମେସିନ ଚାଲୁ, ଟ୍ରାକ୍ଟର ଚାଲୁ, ସେ ଯୋଉ ଠିକାଦାର ମାନେ ରାସ୍ତା କାମ କରୁଛନ୍ତି ସେମାନଙ୍କୁ ମାତ୍ର 200ରୁ 300 ଲିଟର ତେଲ ଦିଆଯାଉଛି, ଯାହାକି ପ୍ରତ୍ୟେକ ଦିନ ସେମାନଙ୍କର 100 ଲିଟର ତେଲ ଆବଶ୍ୟକ। ଖାଲି ସେତିକି ନୁହେଁ, ଯୋଉ ଗାଡି ମଟର ଚାଲୁଛି, ଅଫିସର ମାନେ ବି ବର୍ତ୍ତମାନ ହାହାକାର ହେଲେଣି। ସେମାନେ ଏରିଆକୁ, ଗାଁକୁ ପରିଦର୍ଶନ କେବେ ଯିବେ? ଆପଣ ଆଶ୍ଚର୍ଯ୍ୟ ହେବେ ଦେବାଶିଷ, ଏଇ ଯୋଉ ଦରଦାମ ବୃଦ୍ଧି, ଲୋକଙ୍କ ପିଠିରେ ଚାବୁକ ମାରିଲେ କେନ୍ଦ୍ର ସରକାର। ଏହାର ପରିଣାମ ଖୁବ୍ ଶୀଘ୍ର ରାସ୍ତା ରୋକ, ଆନ୍ଦୋଳନ ଏବଂ ବିଭିନ୍ନ ଜାଗାରେ ବିକ୍ଷୋଭ ହେବା ସମ୍ଭାବନା ଦେଖାଦେଲେଣି। ଦେବାଶିଷ, ଅଭୟ, ବର୍ତ୍ତମାନ ସରକାର କହୁଛନ୍ତି ଯେ ତାଙ୍କ ପାଖରେ ତେଲ ଗଚ୍ଛିତ ଅଛି, କିନ୍ତୁ ମାନେ ଏହାକୁ ଭଲ ଭାବରେ, ଯେମିତି ସ୍ୱଳ୍ପ ଭାବରେ ବ୍ୟବହାର କରାଯିବ, ସେଥିପାଇଁ ଏ ଶିକ୍ଷା ସେମାନେ ଦଉଛନ୍ତି ଏବଂ ଆମକୁ ସଚେତନ କରାଉଛନ୍ତି। କିନ୍ତୁ ପେଟ୍ରୋଲ ପମ୍ପ ଏବଂ ଡିଜେଲ ପମ୍ପରେ ତାହା ବାସ୍ତବ ରୂପରେ ସେହା ଦେଖିବାକୁ ମିଳୁନି। ଯଦି ପେଟ୍ରୋଲ ଆଉ ଡିଜେଲରେ ଲୋକମାନେ ଅଭାବରେ ଫିଲ୍ କରୁଛନ୍ତି, ତେଣୁ ବସ୍ ଚଳାଚଳ ଏବଂ ଟ୍ରକ୍ ଚଳାଚଳ ଉପରେ କି ପ୍ରଭାବ ପଡିବ? ସମ୍ପୂର୍ଣ୍ଣ ଭାବରେ ମିଛ କଥା କହୁଛନ୍ତି ସରକାର। କାହିଁକି ନା ଗୋଟିଏ ଗ୍ରାମାଞ୍ଚଳର ପେଟ୍ରୋଲ ଟାଙ୍କିକୁ 500ରୁ 1000 ଲିଟର ତେଲ ଦିଆଯାଉଥିଲା, ଯାହାକି ପେଟ୍ରୋଲ ସେମାନେ କିଣୁଥିଲେ। ଏବେ 4-5 ଦିନ ହେଲା ଏଇ ଯୋଉ ସମସ୍ୟା, ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତା ପରେ ଲୋକେ ବାଇକରେ, ଗୋଟିଏ ବାଇକରେ 100 ଟଙ୍କା କି 200 ଟଙ୍କା ତେଲ ପକାଉଥିଲା ବେଳେ ଏବେ ସେମାନେ ଟାଙ୍କି ଫୁଲ କରୁଛନ୍ତି, ଯାହାକି 1000 ଟଙ୍କାରେ ତେଲ। ଏବଂ ତେଲ ଟାଙ୍କି ମାଲିକ ମାନେ ବି ଆରମ୍ଭ କଲେଣି କଳା ବଜାରୀ।
ଯେ ସେ ତେଲ ଟାଙ୍କିରେ ଯଦି ସେମାନେ ଆଉ 2 ଦିନ ତେଲ ରଖିଦେବେ ତେବେ ଦରଦାମ ଏଇ ଯୋଉ 3 ଟଙ୍କା 18 ପଇସା ଡିଜେଲ ପେଟ୍ରୋଲ 3 ଟଙ୍କା 21 ପଇସା ବଢିଲା ସେଥିରେ ଫାଇଦା ହିଁ ଫାଇଦା ପାଇବେ ପେଟ୍ରୋଲ ଟାଙ୍କି ମାଲିକ ମାନେ। ଦେବାଶିଷ। ଧନ୍ୟବାଦ ଅଭୟ, ଆପଣ ବହୁମୂଲ୍ୟ ସମୟ ଆମକୁ ଦେଇଥିବାରୁ। ଇଏ ଥିଲେ ଆମ ବରିଷ୍ଠ ସାମ୍ବାଦିକ ଅଭୟ ପତି।